ସ୍ୱାଗତମ ପିଲାମାନେ। ଆଜି ଆମେ ଆମ ଦୁନିଆ ବହିର ଆମର ସ୍ୱାସ୍ଥ୍ୟ ଓ ଖାଦ୍ୟ ପାଠଟି ବିଷୟରେ ଜାଣିବା। ଆମେ କିପରି ଆମ ଶରୀରକୁ ସୁସ୍ଥ ରଖିପାରିବା, ନିୟମିତ ବ୍ୟାୟାମ ଓ ବିଶ୍ରାମ ଆବଶ୍ୟକତା କାହିଁକି, କେଉଁ ଖାଦ୍ୟ ଖାଇବା ଉଚିତ ସେ ବିଷୟରେ ଆମେ ଶିଖିବା। ତେବେ ଆସ ପିଲାମାନେ ଏହି ପାଠଟିକୁ ଆମେ ଆଲୋଚନା କରିବା। ସ୍ୱାସ୍ଥ୍ୟ ଯେତେବେଳେ ଆମକୁ ଖେଳିବାକୁ, ବୁଲିବାକୁ, ପାଠ ପଢ଼ିବାକୁ ଇଚ୍ଛା ହୁଏ ନାହିଁ, ଶରୀର କେତେକ ସ୍ଥାନରେ କଷ୍ଟ ହୁଏ, ମନ ଭଲ ରହେ ନାହିଁ, ସେତେବେଳେ ଆମର ସ୍ୱାସ୍ଥ୍ୟ ଖରାପ ଅଛି ବୋଲି ଜାଣିବା। ପିଲାମାନେ, ତୁମେ ଜାଣିଛ ଯେ କେତେବେଳେ ଆମକୁ କୌଣସି କାମ କରିବାକୁ ଇଚ୍ଛା ହୁଏ ନାହିଁ, ପାଠ ପଢ଼ିବାକୁ, ଖେଳିବାକୁ, ବୁଲିବାକୁ ଇଚ୍ଛା ହୁଏ ନାହିଁ ଏବଂ ଆମର ମନ ଭଲ ରହେ ନାହିଁ, ସେତେବେଳେ ଆମେ ଜାଣୁ ଯେ ଆମର ସ୍ୱାସ୍ଥ୍ୟ ଖରାପ ଅଛି, ଦେହ ଅସୁସ୍ଥ ଅଛି ବୋଲି ଆମେ ଜାଣିପାରିବା। ସ୍ୱାସ୍ଥ୍ୟ ଭଲ ରଖିବାକୁ ହେଲେ କ'ଣ କରିବାକୁ ପଡ଼ିବ? ସ୍ୱାସ୍ଥ୍ୟ ଭଲ ରଖିବାକୁ ହେଲେ ନିୟମିତ ବିଭିନ୍ନ ଅଭ୍ୟାସ କରିବା ଉଚିତ। ଦେଖ କ'ଣ କରିବା? ଆମେ ଶରୀରକୁ ସୁସ୍ଥ ରହିବାକୁ ହେଲେ ଆମେ କ'ଣ କରିବା? ଶରୀର ସୁସ୍ଥ ରହିଲେ ମନ ଭଲ ରହିବ। ତେଣୁ ଆମେ ସକାଳୁ ଉଠିଲେ ଭଲ ଭାବରେ ମୁହଁ ଧୋଇବା, ହାତ ଧୋଇବା, ଦାନ୍ତ ଘଷିବା, ସଫା ସୁତୁରା ହେବା, ମୁଣ୍ଡ ସଫା କରିବା, ମୁଣ୍ଡ କୁଣ୍ଡାଇବା, ନଖ ସଫା ରଖିବା, ଏସବୁ ଆମେ ଅଭ୍ୟାସ ରଖିବା, ଯଦ୍ୱାରା କି ଆମ ଦେହ ସୁସ୍ଥ ରହିବ। ସେହିଭଳି ଉତ୍ତମ ସ୍ୱାସ୍ଥ୍ୟ ପାଇଁ କ'ଣ ଆବଶ୍ୟକ? ଯଦି ଆମେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଚାହୁଁଛେ ତାହେଲେ ଆମେ ବ୍ୟାୟାମ କରିବା ଉଚିତ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ନିହାତି ଆବଶ୍ୟକ। ବ୍ୟାୟାମ କଲେ ଶରୀର ନିରୋଗ ରହେ। ଯୋଗ, ବ୍ୟାୟାମ, ପ୍ରାଣାୟାମ ଯଦି କରିବା ଆମ ଦେହ ସୁସ୍ଥ ରହିବ। ତେଣୁ ଆମେ ପ୍ରତିଦିନ ବ୍ୟାୟାମ କରିବା ଉଚିତ। ପ୍ରତିଦିନ ବ୍ୟାୟାମ କରିବା ଉଚିତ। ଖେଳ ପଡ଼ିଆରେ ଦୌଡ଼ା ଦୌଡ଼ି କରିବା, ବିଭିନ୍ନ ଖେଳ ଖେଳିବା ଦରକାର। ମୁକ୍ତ ବାୟୁରେ ଚଲାବୁଲା କରି ଶ୍ୱାସକ୍ରିୟା କରିବା ଭଲ ଅଭ୍ୟାସ। ତେଣୁ ଆମେ ଖୋଲା ବାୟୁରେ ବୁଲିବା, ଶ୍ୱାସକ୍ରିୟା କରିବା। ମାଂସପେଶୀଗୁଡ଼ିକ ମର୍ଦ୍ଦନ ମଧ୍ୟ ଏକ ଉତ୍ତମ ବ୍ୟାୟାମ। ତେଣୁ ଆମେ ଶରୀରକୁ ବା ମାଂସପେଶୀକୁ ମର୍ଦ୍ଦନ କରିବା, ଯଦ୍ୱାରା କି ଏହା ଉତ୍ତମ ବ୍ୟାୟାମ ଭଳି କାମ କରିବ। ତେଣୁ ବ୍ୟାୟାମ ପରେ ଆମେ କ'ଣ କରିବା? ବ୍ୟାୟାମ ପରେ କିଛି ସମୟ ବିଶ୍ରାମ ନେବା। ବିଶ୍ରାମ ନେଲେ ମାଂସପେଶୀ ଗୁଡ଼ିକ ଦୃଢ଼ ହୁଅନ୍ତି। ତେଣୁ ଆମେ ବ୍ୟାୟାମ କରିବା ପ୍ରତିଦିନ, ଆଉ ବ୍ୟାୟାମ ପରେ କିଛି ସମୟ ବିଶ୍ରାମ ନେବା। ଏଣୁ ପ୍ରତ୍ୟେକ ବ୍ୟାୟାମ ପରେ କିଛି ବିଶ୍ରାମ ନେବା ଉଚିତ। ତାପରେ ଦେଖ, ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ। ଭଲ ସ୍ୱାସ୍ଥ୍ୟ ପାଇଁ, ଉତ୍ତମ ସ୍ୱାସ୍ଥ୍ୟ ପାଇଁ କ'ଣ ଖାଦ୍ୟ ଆମ ପାଇଁ ଆବଶ୍ୟକ ସେ ବିଷୟରେ ଜାଣିବା। ସୁସ୍ଥ ଶରୀର ପାଇଁ ଶକ୍ତି ଆବଶ୍ୟକ। ଏହି ଶକ୍ତି ଆମେ ବିଭିନ୍ନ ପ୍ରକାର ଖାଦ୍ୟରୁ ପାଉ। ଅସ୍ଥି ମାଂସପେଶୀର ଉପଯୁକ୍ତ ଗଠନ ପାଇଁ ମଧ୍ୟ ଖାଦ୍ୟ ଆବଶ୍ୟକ। ଶରୀର ବଢ଼ିବା, କାମ କରିବା ପାଇଁ ଆମେ ବଳ ଦରକାର କରୁ। ବିଭିନ୍ନ ପ୍ରକାର ଖାଦ୍ୟ ଆମକୁ ସବଳ ଓ ସୁସ୍ଥ ରଖେ। ଦେଖ ପିଲାମାନେ, ଆମେ ଯେଉଁ ଖାଦ୍ୟ ଖାଉଛେ ସେଇ ଖାଦ୍ୟରୁ ହିଁ ଶକ୍ତି ମିଳେ। ତେଣୁ ଆମକୁ କାମ କରିବାକୁ ଇଚ୍ଛା, ଆଗ୍ରହ ହୁଏ। ଯଦି ଆମେ ଖାଦ୍ୟ ନ ଖାଇବା ତାହେଲେ ଆମକୁ ଶକ୍ତି ମିଳିବ ନାହିଁ। ତେଣୁ ଆମେ ଉପଯୁକ୍ତ ପରିମାଣରେ, ଠିକ୍ ସମୟ ବ୍ୟବଧାନରେ ଖାଇବା ଆବଶ୍ୟକ। ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଉଚିତ। ଏହି ଖାଦ୍ୟ ତୁମ ପାଇଁ କେଉଁ କେଉଁ ଖାଦ୍ୟ ଖାଅ ସେଇଠି ଠିକ୍ ଚିହ୍ନ ଦିଅ। ଦେଖ, ଆମେ ପ୍ରତିଦିନ କେଉଁ କେଉଁ ଖାଦ୍ୟ ଖାଉ? ମଟର ଖାଉ, ବୁଟ ଖାଉ, ଡାଲି ଖାଉ, ରୁଟି ଖାଉ, ଲହୁଣୀ ଖାଉ, ଆଳୁ ଖାଉ। ତେଣୁ ଆମେ ପ୍ରତିଦିନ ଏସବୁ ଖାଦ୍ୟ ଖାଇଥାଉ। ସେହିଭଳି ଭାତ ଖାଉ, ତୈଳ ଏବଂ ମିଠା, ମାଛ, ମାଂସ, ଅଣ୍ଡା, ତାପରେ ଆମେ କ୍ଷୀର, ଛେନା, ବିଭିନ୍ନ ପ୍ରକାର ପନିପରିବା ଭିତରେ କ'ଣ କ'ଣ ଦେଉଛି? ଆଳୁ, ବାଇଗଣ, ଭେଣ୍ଡି, ଜହ୍ନି, କାକୁଡ଼ି, ଟମାଟୋ, ଅମୃତଭଣ୍ଡା, ଫୁଲକୋବି, ପତ୍ରକୋବି,
ଏଇଭଳି ବିଭିନ୍ନ ପ୍ରକାର ପନିପରିବା ଯାଉଛି। ତେଣୁ ପନିପରିବାକୁ ଆମେ ଖାଇବା। ଠିକ୍ ସେହିଭଳି ବିଭିନ୍ନ ପ୍ରକାର ଫଳ ବିଷୟରେ କ'ଣ ଫଳ? ଡାଳିମ୍ବ, ଆମ୍ବ, କମଳା, କଦଳୀ, ଅମୃତଭଣ୍ଡା, ପାଚିଲା ଅମୃତଭଣ୍ଡା, ଏସବୁ ଫଳ, ଅଙ୍ଗୁର, ସେଓ, ଏସବୁ ଫଳକୁ ଆମେ ମଧ୍ୟ ଖାଇବା। ଦୁଗ୍ଧ ଏକ ଉତ୍ତମ ଖାଦ୍ୟ। ଦୁଗ୍ଧ ପାନ କଲେ ଶକ୍ତି ବଢ଼ିଥାଏ। ଦୁଗ୍ଧରୁ ତିଆରି ବିଭିନ୍ନ ଖାଦ୍ୟ, ସେହି ଦୁଗ୍ଧରୁ ଆମର ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ ହୁଏ। କ'ଣ ଦୁଗ୍ଧରୁ ପ୍ରସ୍ତୁତ ହୁଏ? ଦୁଗ୍ଧରୁ ଘିଅ ପ୍ରସ୍ତୁତ ହୁଏ, ଲହୁଣୀ ବାହାରେ, ପନିର ହୁଏ, ପନିର ତାପରେ ଛେନା ହୁଏ, ତାପରେ ଦହି ହୁଏ। ସେହି କ୍ଷୀରରୁ ଏସବୁ ଉପାଦାନ ଆମେ ପାଉ। ପାନୀୟ ରୂପେ ବ୍ୟବହାର କରିବା। କେତେକକୁ ଆମେ ପାନୀୟ ପିଇବା ପାଣି ରୂପେ ବ୍ୟବହାର କରୁ। ଦେଖ, ପଇଡ଼କୁ ଆମେ ପାନୀୟ ବ୍ୟବହାର କରୁ। ବିଭିନ୍ନ ପ୍ରକାର ଜୁସ୍, ଫ୍ରୁଟ୍ ଜୁସ୍, ଲସି, ଏସବୁକୁ ଆମେ ପାନୀୟ ରୂପେ ବ୍ୟବହାର କରିଥାଉ। ଦହି ସରବତ, ପଇଡ଼ ପାଣି, ଆଖୁ ରସ, ଲେମ୍ବୁ ରସ, ଲେମ୍ବୁ ପାଣି, ଫଳ ରସ, ବେଲପଣା, ଏସବୁ ଆମେ ପାନୀୟ ରୂପେ ବ୍ୟବହାର କରୁ। ଉପଯୁକ୍ତ ଖାଦ୍ୟାଭ୍ୟାସ। ଉପଯୁକ୍ତ ଖାଦ୍ୟାଭ୍ୟାସ କ'ଣ? ନିୟମିତ ଆବଶ୍ୟକ ପରିମାଣରେ ଖାଦ୍ୟ ଖାଇବା। ପିଲାମାନେ, ତୁମେ ଜାଣିଛ ଆମେ ନିୟମିତ ଆବଶ୍ୟକ ପରିମାଣରେ ଖାଦ୍ୟ ଖାଇବା। ଯେତିକି ଆବଶ୍ୟକ ସେତିକି ଖାଇବା। ଅଧିକ ଖାଇବା, କମ୍ ଖାଇବା, ସ୍ୱାସ୍ଥ୍ୟ ଖରାପ ହୁଏ। ତେଣୁ ଆମେ ଯେତିକି ଆବଶ୍ୟକ ସେତିକି ହିଁ ଖାଇବା। ଉପଯୁକ୍ତ ସମୟରେ ନିୟମିତ ବ୍ୟବଧାନରେ ଖାଇବା। ଠିକ୍ ସମୟ ବ୍ୟବଧାନରେ ଆମେ ଖାଇବା। ଘୋଡ଼ା ହୋଇ ରହିଥିବା ତଟକା ଖାଦ୍ୟ ଖାଇବା। ଯେଉଁ ଖାଦ୍ୟକୁ ଘୋଡ଼ା ଯାଇଥିବ ସେହି ଖାଦ୍ୟକୁ ଆମେ ଖାଇବା। ବଜାରରେ ବିକ୍ରି ହେଉଥିବା ଚଟପଟି ଖାଦ୍ୟ ଖାଇବା ନାହିଁ। ବଜାରରେ ବିକ୍ରି ହେଉଥିବା ଥଣ୍ଡା ପାନୀୟ ପିଇବା ନାହିଁ। ଯେକୌଣସି ଖାଦ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ସେହି ଖାଦ୍ୟ ହିଁ ଖାଇବା। ଅଯଥା ଆମେ ଖାଦ୍ୟ ଖାଇବା ନାହିଁ କି ଦେହ ଖରାପ କରିବା ନାହିଁ। ତେଣୁ ପିଲାମାନେ ସବୁବେଳେ ସ୍ୱାସ୍ଥ୍ୟର ଯତ୍ନ ନେବ। ଉପଯୁକ୍ତ ପରିମାଣର ଖାଦ୍ୟ ଖାଇବ। ଠିକ୍ ଖାଦ୍ୟ ଖାଇବ, ତାହେଲେ ଆମ ଦେହ ସୁସ୍ଥ ରହିବ। ପିଲାମାନେ, ଆଉ ଏକ କଥା ଜାଣିଛ? ଆମେ ଯେଉଁ ଖାଦ୍ୟ ଖାଉଛେ ଏବଂ କିଛି ପିଉଛେ, ପାଣି ପିଉଛେ, ସେହି ପାଣି ମଧ୍ୟ ଆମେ ଠିକ୍ ପରିମାଣରେ ଯଦି ପାଣି ନ ପିଇବା ତାହେଲେ ଆମ ଦେହ ଖରାପ ହେବ। ତେଣୁ ପ୍ରତିଦିନ ଆମେ 6ରୁ 8 ଗ୍ଲାସ୍ ପାଣି ପିଇବା। ତୁମ ବୟସର ପିଲାମାନେ, ତୁମ ଦ୍ୱିତୀୟ ଶ୍ରେଣୀର ଭାଇ ଭଉଣୀମାନେ ନିଶ୍ଚିତ ଭାବେ 6ରୁ 8 ଗ୍ଲାସ୍ ପାଣି ପିଇବା ଆବଶ୍ୟକ। ଖାଇବା ପୂର୍ବରୁ ଓ ପରେ ହାତ ଭଲ ଭାବରେ ସଫା କରିବା ଉଚିତ। ପରିଷ୍କାର ପରିଚ୍ଛନ୍ନତା କରି ରଖିବା ଉଚିତ। ତେଣୁ ପରିଷ୍କାର ପରିଚ୍ଛନ୍ନ ରହିଲେ ଆମ ଦେହ ସୁସ୍ଥ ରହିବ, ଆମ ମନ ଭଲ ରହିବ, ଆମର ଦେହ ସୁସ୍ଥ ହୋଇ କାମ କରିବା ପାଇଁ ଇଚ୍ଛା ହେବ। ବର୍ତ୍ତମାନ ଆମେ ଏହି ପାଠର ଅଭ୍ୟାସ ପ୍ରଶ୍ନୋତ୍ତରକୁ ଆଲୋଚନା କରିବା। 1 ନମ୍ବର ପ୍ରଶ୍ନ, ଠିକ୍ ବାକ୍ୟ ପାଖରେ ଠିକ୍ ଚିହ୍ନ, ଭୁଲ ବାକ୍ୟ ପାଖରେ ଭୁଲ ଚିହ୍ନ ଦିଅ। ଘୋଡ଼ା ହୋଇଥିବା ଖାଦ୍ୟ ଖାଇବା ଠିକ୍ ନା ଭୁଲ? ଘୋଡ଼ା ହୋଇ ରହିଥିବା ଖାଦ୍ୟକୁ ଖାଇବା। ତେଣୁ ଏଇଟା ଠିକ୍ ହେବ। ଠିକ୍ ଚିହ୍ନ ଦେଇଦେବା। ପାଣି ପିଇବା ଉଚିତ ନୁହେଁ, ଏଇଟା ଭୁଲ ଅଛି। ପାଣି ପିଇବା ଉଚିତ, ତେଣୁ ଚକି ଚିହ୍ନ ଦେଇଦେବା। ନିୟମିତ ବ୍ୟବଧାନରେ ଖାଦ୍ୟ ଖାଇବା ଠିକ୍ ଅଛି, ଏଇଟା ତେଣୁ ଠିକ୍ ଦେବା। ତାପରେ ବ୍ୟାୟାମ ପରେ କିଛି ସମୟ ବିଶ୍ରାମ ନେବା, ଏହା ଠିକ୍ କଥା, ତେଣୁ ଆମେ ଠିକ୍ ଚିହ୍ନ ଦେବା। ବର୍ତ୍ତମାନ ଆମେ 2 ନମ୍ବର ପ୍ରଶ୍ନକୁ ଆଲୋଚନା କରିବା। ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର କୁହ। ତୁମ ଘରେ ପ୍ରତିଦିନ କେଉଁ କେଉଁ ଖାଦ୍ୟ ଖାଅ? ଆମେ ପ୍ରତିଦିନ ଘରେ କ'ଣ ଖାଉ ତାହା ଆମେ ଲେଖିବା। ଆମେ ପ୍ରତିଦିନ ଭାତ, ଡାଲି, ତରକାରୀ, ରୁଟି, କ୍ଷୀର, ଶାଗ ଆଦି ବିଭିନ୍ନ ପ୍ରକାର ଖାଦ୍ୟ ଖାଉ। ତୁମେ ଖାଉଥିବା 4ଟି ଫଳର ନାମ କୁହ। ଆମେ ଖାଉଥିବା 4ଟି ଫଳ ହେଉଛି ଆମ୍ବ, କଦଳୀ, ସେଓ, ପଣସ। ଠିକ୍ ସେହିଭଳି କ୍ଷୀର ପରି ଆଉ 2ଟି ପିଇବା ଜିନିଷର ନାମ କୁହ। ଏଠି ଆମେ ଯେପରି କ୍ଷୀର ପିଉଛେ ସେହିଭଳି ଆମେ କ'ଣ ପିଉଛେ ସେ ବିଷୟରେ
ଲେଖିବା ପିଇବା ପାଇଁ ଆମେ ପାଣି ଏବଂ ଫଳରସ ବ୍ୟବହାର କରୁ। ଏଠି ଆମେ ଲେଖିବା। 3 ନମ୍ବର ପ୍ରଶ୍ନ, ଠିକ୍ ଚିହ୍ନ ଦେଖି ଏ ଚିତ୍ର ଦେଖି ଠିକ୍ ଘରେ ଠିକ୍ ଚିହ୍ନ ଦିଅ। ଏଠି ଫଳ ଲେଖା ହେଇଛି, ପନିପରିବା ଲେଖା ହେଇଛି, ଖାଦ୍ୟଶସ୍ୟ ଲେଖା ହେଇଛି, ତାପରେ ଲେଖା ହେଇଛି ପ୍ରାଣୀଜ। ତେଣୁ ଆମେ ଏଇସବୁକୁ ଲକ୍ଷ୍ୟ କରିବା, ଯେଉଁଗୁଡ଼ିକ ଆମ ପାଇଁ ଭଲ ସେଗୁଡ଼ିକ ବାଛିବା। ତେଣୁ ଆମେ ଠିକ୍ ଚିହ୍ନ ଦେବା। ଏଠି ଲେଖା ହେଇଛି ପ୍ରଥମ ଛବିରେ କ'ଣ ଦିଆଯାଇଛି? ଭାତ, କିଛି ଖାଦ୍ୟ ପଦାର୍ଥ। ଭାତ କ'ଣ? ଖାଦ୍ୟ ପଦାର୍ଥ, ଇଏ ଖାଦ୍ୟ ଶସ୍ୟ। ତାପରେ ଆସିଲା ଆତ ଏକ ଫଳ। ଏଇ ଫଳର ଆତ ଫଳ। ତାପରେ ଆସିଲା ପନିପରିବା। କେଉଁଠି ଆସିଲା? ପନିପରିବା, ଫଳମୂଳ, ପନିପରିବା ଏସବୁ ବିଭିନ୍ନ ପ୍ରକାର ଫଳ ରହିଛି। ତେଣୁ ଏହା ପନିପରିବା ଶ୍ରେଣୀଭୁକ୍ତ ଅଟେ। ଏହାକୁ କୃଷକ ଚାଷ କରନ୍ତି। ଏଠି ଲେଖାଯାଇଛି ମାଛ। ମାଛ ହେଉଛି ପ୍ରାଣୀଜ ପୁଷ୍ଟିସାର। ତେଣୁ ଏଠି ଆମେ ଠିକ୍ ଚିହ୍ନ ଦେବା। ବର୍ତ୍ତମାନ ଏହି ପାଠର ଅଭ୍ୟାସ ପ୍ରଶ୍ନୋତ୍ତର କାର୍ଯ୍ୟ ଶେଷ ହୋଇଛି। ଆଶା କରୁଛି এই ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ତାହେଲେ ଲାଇକ୍ କରିବେ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରିବେ ଏବଂ ଯେଉଁମାନେ ଆମ ଚ୍ୟାନେଲ୍ ପାଇଁ ନୂଆ ଅଛନ୍ତି ଦୟାକରି ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେ ନାହିଁ। ନିଶ୍ଚିତ ଭାବେ ସବସ୍କ୍ରାଇବ୍ କରିଦେବେ। ରହୁଛି, ପରବର୍ତ୍ତୀ କାଳାନ୍ତରେ ପୁଣି ଦେଖା ହେବ।